ପିଲାମାନେ ତୁମକୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ପତ୍ର ଲିଖନରେ ଜାଣିବା ତୁମେ ଯୋଗ ଦେଇଥିବା ଏକ ବିଜ୍ଞାନ ମେଳାର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ। କେମିତି ସାଙ୍ଗ ନିକଟକୁ ଚିଠି ଲେଖିବା? ତୁମେ ଏକ ବିଜ୍ଞାନ ମେଳାରେ ଯୋଗ ଦେଇଥିଲ, ତାର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ରଟିଏ ଲେଖିବା। ପ୍ରଥମେ କ'ଣ ଲେଖିବା? ପ୍ରିୟ ମାମାଲି। ପ୍ରିୟ ଲେଖିକି ତୁମ ସାଙ୍ଗର ନାଁ ଲେଖିବ, କମା ଡାହାଣ ପଟେ ତୁମେ ଯେଉଁ ସ୍ଥାନରୁ ଚିଠି ଲେଖୁଛ ସେହି ସ୍ଥାନର ନାମ ଏବଂ ସେହି ଦିନର ତାରିଖ ରହିବ। ତୁମେ ଯେଉଁ ଦିନ ଚିଠିଟି ଲେଖୁଛ ସେହି ଦିନର ତାରିଖ ଲେଖିବ। ତାପରେ କ'ଣ ଲେଖିବ ପିଲାମାନେ? ପ୍ରିୟ ମାମାଲି, କମା ତା ତଳକୁ ମୋର ଶୁଭେଚ୍ଛା ଗ୍ରହଣ କରିବ। ମଉସା ମାଉସୀ ତଥା ଗୁରୁଜନମାନଙ୍କୁ ମୋର ପ୍ରଣାମ ଜଣାଇ ଦେବ। ଆଶା କରେ ପରିବାର ସହିତ କୁଶଳରେ ଥିବ। ତୁମ ଚିଠି ପାଇ ଖୁସି ହେଲି। ବିଜ୍ଞାନ ମେଳାରେ ମୋ ଅନୁଭୂତି ସମ୍ପର୍କରେ ତୁମେ ଜାଣିବାକୁ ଚାହୁଁଅଛ, ତାହା ମୁଁ ନିମ୍ନ ଧାଡ଼ି ଗୁଡ଼ିକରେ ବର୍ଣ୍ଣନା କରୁଅଛି। ପ୍ରଥମେ ଏହିଭଳି ଲେଖିବ ପିଲାମାନେ। ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ଚିଠି କେମିତି ଲେଖା ହେବ ଜାଣିପାରିବ। ତାପରେ ପାରାଗ୍ରାଫ ଚେଞ୍ଜ କରି ଲେଖିବ, ମୁଁ ଆମ ବିଦ୍ୟାଳୟ ତରଫରୁ ଗତ 25/11/2025 ତାରିଖ ଦିନ ଅନୁଷ୍ଠିତ ହୋଇଥିବା ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଯୋଗ ଦେଇଥିଲି। ଏହି ବିଜ୍ଞାନ ମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ସମଲେଶ୍ୱରୀରେ ଆୟୋଜିତ ହୋଇଥିଲା। ପ୍ରବେଶ ପଥର ସୁନ୍ଦର ତୋରଣ ଲଗା ଫାଟକ ଖୁବ୍ ଆକର୍ଷଣୀୟ ଥିଲା। ବିଦ୍ୟାଳୟ ହତାରେ ବିଜ୍ଞାନ ସମ୍ବନ୍ଧୀୟ ବାଲୁକା କଳା ଖୁବ୍ ସୁନ୍ଦର ହୋଇଥିଲା। ଗୋଟିଏ ବିରାଟ ବୋର୍ଡ଼ରେ ବୈଜ୍ଞାନିକମାନଙ୍କର ଫଟୋ ସହିତ ବିଭିନ୍ନ ବିବରଣୀ ସ୍ଥାନ ପାଇଥିଲା। ତୁମେ ଏହିଭଳି ଲେଖିବ ପିଲାମାନେ ଯେ ସେ ବିଜ୍ଞାନ ମେଳା କେତେ ତାରିଖରେ କେଉଁଠି ହେଉଥିଲା ଏବଂ କିଭଳି ସାଜସଜା ହୋଇଥିଲା ଏବଂ ପ୍ରକଳ୍ପ ସହିତ, ବିଜ୍ଞାନ ପ୍ରୋଜେକ୍ଟ କହିଲେ ପ୍ରକଳ୍ପ ସହିତ ଆଉ କ'ଣ କ'ଣ ସ୍ଥାନ ପାଇଥିଲା ସେସବୁ ମଧ୍ୟ ଲେଖିଲେ ଖୁବ୍ ଭଲ ହେବ। ପାଖାପାଖି 150 ଗୋଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା। ଆମ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ପରେ ବହୁ ଅଭିଜ୍ଞ ଅତିଥିଗଣ ବିଜ୍ଞାନ ସମ୍ବନ୍ଧୀୟ ଅନେକ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଶହ ଶହ ଛାତ୍ରଛାତ୍ରୀ ମେଳାକୁ ଆସି ଭ୍ରମଣ କଲେ। ମୁଁ ବିଷମୟ ବିଶ୍ୱ ନାମରେ ଏକ ପ୍ରକଳ୍ପ ନେଇଥିଲି। ମୋର ସୁନ୍ଦର ଚିତ୍ର ଓ ପ୍ରକଳ୍ପ ଦେଖିବା ନିମନ୍ତେ ପିଲାମାନେ ସବୁବେଳେ ଗହଳି କରୁଥିଲେ। ସେ ବିଦ୍ୟାଳୟର ଭାଇ ଭଉଣୀମାନେ ସ୍ୱେଚ୍ଛାସେବୀ ଭାବରେ ଗହଳି ନିୟନ୍ତ୍ରଣ କରୁଥିଲେ। ମୂଲ୍ୟାୟନ ବେଳେ ମୋତେ 30ରୁ ଅଧିକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଲା। ମୁଁ ବ୍ଲକରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ହାତରୁ ପୁରସ୍କୃତ ହେଲି। ଶେଷରେ ବିଜ୍ଞାନ କୁଇଜ୍ ଓ ବିଜ୍ଞାନ ନାଟକରେ ଅଂଶଗ୍ରହଣ କରି ପୁରସ୍କାର ପାଇଲି। ସତରେ ସେଦିନର ଆନନ୍ଦ କହିଲେ ନ ସରେ। ଆମ ବିଜ୍ଞାନ ଶିକ୍ଷକଙ୍କ ପାଇଁ ମୁଁ ଏ ସଫଳତା ପାଇପାରିଲି। ଆଜି ଏତିକି, ରହୁଛି। ଚିଠି ପାଇ ଚିଠି ଦେବୁ। ତୋର ପ୍ରିୟ ସାଙ୍ଗ ମାମୁ। ତଳରେ ନିଜ ନାମ ଲେଖିବା। ସେଇଠୁ ଠିକଣା ଲେଖିବା। ଚିଠି ତଳେ ଠିକଣା। ବାମ ପଟକୁ ରହିବ ପ୍ରେରକ, ଡାହାଣ ପଟକୁ ରହିବ ଗ୍ରାହକ। ପ୍ରେରକ କହିଲେ ଯିଏ ଚିଠିଟି ଲେଖୁଛି, ଗ୍ରାହକ କହିଲେ ଯିଏ ଚିଠିଟି ପାଇବ। ପ୍ରେରକରେ ନିଜର ନାମ ଲେଖିବା, ଗାଁର ନାଁ ଲେଖିବା, ପୋଷ୍ଟ ଅଫିସ୍ ଲେଖିବା, ଭାୟା ଲେଖିବା, ଜିଲ୍ଲା ଲେଖିବା ଏବଂ 6 ଅଙ୍କ ବିଶିଷ୍ଟ ପିନ୍ ନମ୍ବର ନିହାତି ଲେଖିବା। ଠିକ୍ ସେମିତି ଗ୍ରାହକରେ ତୁମ ସାଙ୍ଗର ନାମ ଲେଖିବା, ତାର ଗାଁ, ପୋଷ୍ଟ ଅଫିସ୍, ଭାୟା, ଜିଲ୍ଲା, ପିନ୍ ନମ୍ବର ନିହାତି ଲେଖିବା। ଆଶା କରୁଛି ପିଲାମାନେ ତୁମେ ଭିଡ଼ିଓଟି ଦେଖି ଚିଠି କେମିତି ଲେଖିବା ଜାଣିପାରିଥିବ। ଏଇଟିକୁ ବାରମ୍ବାର ଅଭ୍ୟାସ କଲେ ଅତି ସହଜରେ ମନେ ରହିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।